ମନ୍ତ୍ରୀଙ୍କ ଦ୍ୱାରା କାବେରା ଗ୍ରାମ ପଞ୍ଚାୟତ ଚିରୁଳେଇ ଗ୍ରାମରେ 2ଟି ପ୍ରକଳ୍ପ ଉଦ୍ଘାଟିତ। ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ବିଜ୍ଞାନ ପ୍ରଯୁକ୍ତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଗଅଁଦିଆ ବ୍ଲକ କାବେରା ପଞ୍ଚାୟତର ଚିରୁଳେଇ ଗ୍ରାମରେ ନବନିର୍ମିତ 2ଟି ପ୍ରକଳ୍ପର ଉଦ୍ଘାଟନ କରିବା ସହ ସ୍ଥାନୀୟ ସମିତି ସଭ୍ୟ ଶତ୍ରୁଘ୍ନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଜନଶୁଣାଣି ଶିବିରରେ ଯୋଗଦାନ କରି ଉପସ୍ଥିତ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାଗୁଡ଼ିକ ଉପରେ ଆଗାମୀ ଦିନରେ ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ସିଧାସଳଖ ବାର୍ତ୍ତାଳାପ କରିଥିଲେ। ମାନ୍ୟବର ମନ୍ତ୍ରୀ ପ୍ରଥମେ ନୂତନ ପାଲାମଣ୍ଡପ ଏବଂ ସୁଦର୍ଶନ ସରକାରୀ ବିଦ୍ୟାଭବନ ଚିରୁଳେଇର ନୂତନ ଗୃହ ଉଦ୍ଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସମିତି ସଭ୍ୟ ଶତ୍ରୁଘ୍ନ ରାଉତ, ଗଅଁଦିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ମାନ୍ୟବର ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ରତିକାନ୍ତ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର ବେହେରା, ଜୋରନ୍ଦା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପ୍ରତ୍ୟୁଷ ହରି ପ୍ରଧାନ, ମହିମା ମଣ୍ଡଳ ସଭାପତି ପ୍ରତାପ ନାଥଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ। ଚିରୁଳେଇ ଗାଁର ବହୁତ ସମସ୍ୟା ଥିଲା ଆଉ କିଛି ସମସ୍ୟା ପୂରଣ ହେଇଛି, ଯେମିତି ସ୍କୁଲ, ଘର, ମଣ୍ଡପ ଇତ୍ୟାଦି ହେଇଛି। ଆହୁରି ଅନେକ କାମ ବାକି ଅଛି। ଆଉ ଅନେକ ମା ଭଉଣୀ ମାନଙ୍କର ବି ଦୁଃଖ ଅଛି। କିଏ ଗରିବ ଲୋକ ଅନ୍ତତଃ ଚାଉଳ ପାଇଁ ଆପ୍ଲାଏ କଲା, କାହାର କିଏ ଘର ପାଇନି, ସବ ଆଉ ଜନଶୁଣାଣି ମାଧ୍ୟମରେ ମୁଁ ଜାଣିଲି। ଆଉ ବିଭିନ୍ନ ଗାଁକୁ ଜାଣିଲା ଗଲା ପରେ ଗରିବ ଲୋକମାନଙ୍କର ଦୁଃଖ ଜାଣିବାକୁ ପଡୁଛି। ଆଉ ତାକୁ ମଧ୍ୟ ଚେଷ୍ଟା କରାଯାଉଛି ସମାଧାନ କରିବା ପାଇଁ। ବହୁତ ଭଲ ଲାଗିଲା। ଚିରୁଳେଇ ଗାଁ ମୋତେ ବହୁତ ଆଶୀର୍ବାଦ ଦେଇଛନ୍ତି। ନିଶ୍ଚିତ ଭାବରେ ଚିରୁଳେଇ ଗାଁର ଯାହା ଆବଶ୍ୟକତା ଅଛି ଆମେ କରିବା। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ।